ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ବି ନାରୀ ସୁରକ୍ଷିତ ନୁହେଁ। କେବଳ ଭାଷଣରେ ସୀମିତ ରହିଯାଉଛି ନାରୀ ସୁରକ୍ଷା ଏବଂ ନାରୀ ସ୍ୱାଧୀନତାର ନାରା। ନିଜ ପାଇଁ ଥିବା ଆଇନଗତ ସୁରକ୍ଷା କବଚ ସମ୍ପର୍କରେ ଏବେ ବି ନାରୀଟିଏ ସମ୍ପୂର୍ଣ୍ଣ ସଚେତନ ନୁହେଁ। ଆଜି ବିଶ୍ୱ ମହିଳା ଦିବସ ଅବସରରେ ପାରାଦୀପ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ପକ୍ଷରୁ ଏକ ବିଶାଳ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରଷ୍ଟ ଦ୍ୱାରା ପାରାଦୀପ ମ୍ୟୁନିସିପାଲିଟିର 19ଟି ୱାର୍ଡରେ ଗଠନ କରାଯାଇଥିବା 67ଟି ମହିଳା ସଂଗଠନର ଶତାଧିକ ମହିଳା ଯୋଗ ଦେଇଥିଲେ। ପାରାଦୀପର ତାରିଣୀଗଡ଼ାଠାରୁ ଏହି ସଚେତନତା ରାଲି ଆରମ୍ଭ ହୋଇ ତାରିଣୀଗଡ଼ା ପିପିଏଲ୍ ଛକ ବାଲିଛରା ବାଉରିଆ ପାଳନ୍ଦା ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ସୁରକ୍ଷା ମହିଳାଙ୍କୁ ନ୍ୟାୟ ଦେବା ଉପରେ ଗୁରୁତ୍ୱାରୋପ କରିବା ସହିତ ଦଳମତ ନିର୍ବିଶେଷରେ ସମସ୍ତେ ମହିଳାଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା। ଦେଶରେ ମହିଳାମାନଙ୍କର ସୁରକ୍ଷା ପାଇଁ ସାମାଜିକ ଆର୍ଥିକ ଉନ୍ନତି ପାଇଁ ଏବଂ ଶାନ୍ତି ପାଇଁ ମହିଳା ଦିବସ ଧୁମଧାମରେ ପାଳନ କରାଯାଉଛି। ଆମେ 2019 ମସିହା ଠାରୁ ଘର ଘର ବୁଲି ୱାର୍ଡ ୱାର୍ଡ ବୁଲି ଯେଉଁ 67 ଗୋଟି ମହିଳା ସଂଗଠନ ଆମେ ଗଠନ କରିଅଛୁ, ମହିଳାମାନଙ୍କୁ ଏଠାରେ ଏକଜୁଟ କରି ସେମାନଙ୍କର ଦାବି ପାଇଁ ତାଙ୍କର ନିଯୁକ୍ତି ପାଇଁ ହକ୍ ପାଇଁ ସେମାନେ ସଂଗ୍ରାମ କରିବେ। ତାରିଣୀଗଡ଼ାରୁ ଆମର ପିପିଏଲ୍ ଛକ ନ୍ୟୁ ବାଉରିଆ ପାଳନ୍ଦା ଠାରେ ଆମର ପଦଯାତ୍ରା ହୋଇଥିଲା। ଏହି ପଦଯାତ୍ରାରେ ହଜାର ହଜାର ମା ମାନେ ଯୋଗ ଦେଇଥିଲେ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକତା, ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତାଙ୍କୁ ସମ୍ମାନ ଦିଆଯାଉ। ପାରାଦୀପରେ ଆପଣ ମାନେ ବିଗତ ଦିନ ଦେଖିଥିବେ ତାରିଣୀଗଡ଼ାରେ ଗୋଟେ ହତ୍ୟାକାଣ୍ଡ ହୋଇଥିଲା, ନାରୀ ସମ୍ମାନ ପାଇଲାନି। ମିଡ଼ିଆ ବନ୍ଧୁମାନଙ୍କ ମାଧ୍ୟମରେ ସମସ୍ତେ ଜାଣିପାରିଲେ, କିନ୍ତୁ ତାପରେ ଆଉ କିଛି ନାହିଁ, ସବୁ ସୋର୍ସ ସବୁ ବନ୍ଦ ହୋଇଗଲା। ତେଣୁ ସମସ୍ତେ ଆଜି ଏକତ୍ରିତ ହୋଇଛନ୍ତି। ଆଗାମୀ ଦିନରେ ଜବାବ ଦିଆଯିବ, ମହିଳାମାନଙ୍କୁ ସଂଗଠିତ କରାଯିବ। ମହିଳାମାନେ ସଂଗଠିତ ହେବେ, ସେଥିରେ ତିଳେ ମାତ୍ର ଭେଦ ନାହିଁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ରାଇମ୍ ଓଡ଼ିଶା।